ବାପା, ତମେ ଯେ ମେଡିସିନ କାହିଁ ଖାଇନୁ ଯେ? ତମର ପରା ଦେହ ଖରାପ। ତା ଛଡ଼ା ଡାକ୍ତର ବାବୁ କହିଛନ୍ତି ଯଦି ଟାଇମରେ ନ ଖାଅ ନା ଆହୁରି ଦେହ ଖରାପ ହବ ଯେ। ହଁ, ମରିଯାଏ ମୁଁ, ଦରକାର ନାହିଁ ଏ ମେଡିସିନ। ବାପା, ଏମିତି କାହିଁ କହୁଛ ଯେ? ଆଉ କ'ଣ, ତୁ କ'ଣ ବୁଝିବୁ? ନିତି କହି ହେଉଛି ମତେ ଟିକେ ନେଇ ମୋ ଜଗା ପାଖରେ ଛାଡ଼ିଦେ। ତୁ ତ ଶୁଣୁନୁ, ତୋତେ ତର ନାହିଁ। ପ୍ଲିଜ ବାପା, ରାଗନି ତମେ। ଏଇ ରବିବାର ଦିନ ଯାହା ବି ହଉ ନେଇକି ଯିବି, ମହାପ୍ରଭୁଙ୍କୁ ଦର୍ଶନ କରି ଆଣିବି। ଏବେ ତ ଖାଇଦିଅ। ସତ କହୁଛୁ? ମୋତେ ମୋ ଜଗା ପାଖକୁ ନେଇଯିବୁ? ହଁ ବାପା, ସତ କହୁଛି। ତୁ ଆଉ ଚିନ୍ତା କରନା, ମୁଁ ଖାଇକି ଶୋଇଯାଉଛି। ହେଇଟି ଭଲ କଥା। ଆଉ ମୁଁ 2 ସପ୍ତାହ ହବ କହୁଛି, ତମ କାନରେ ପଶୁଛି ନା ମୋ କଥା ଟିକେ ଶୁଣୁଛ? ବାପ ଘରକୁ ଯିବା ପାଇଁ କହିଲେଣି। ଦେଖୁଛ ତ ବାପାଙ୍କର ଦେହ ଖରାପ। ତା ଛଡ଼ା ରଖମ ତମ ବାପାଙ୍କୁ। ଯେତେବେଳେ ଗୋଟେ ମଣିଷ କ'ଣ ବାହାରିଲା ସବୁଥିରେ କେ। ମୋର ତ ପୁଣି ମନ ବୋଲି କିଛି ଅଛି ନା ନାହିଁ? ହଉ, ତମେ ଆଉ ରାଗନି, ମୋ ବାପାଙ୍କୁ ବୁଝେଇଦେବି। ଆରେ, ପୁଣି କାହିଁ ଆସିଲୁ ଯେ? ମୁଁ ଔଷଧ ଖାଇ ଦେଇଛି, ଆଉ ରାଗିନି ମୋ। ଯା। ନାଇଁ ମୋ ବାପା, କଥା କ'ଣ କି, ଅଫିସରୁ ଫୋନ୍ କଲ୍ଟି ଆସିଥିଲା। ଜରୁରୀ ମିଟିଂ ଗୋଟେ ଅଛି, ଆଉ ଏଇ ରବିବାର ଦିନ ଆମେ ପୁରୀ ଯାଇପାରୁନି। ହଉ, କିଛି କଥା ନାହିଁ, ତୁ ଆଗ ତୋ କାମ ସାର, ତାପରେ ଯିବା। ଏଥର ପୁଅ ତା ବାଟରେ ଚାଲି ଆସିଲା, ଆଉ ବାପା ବି ନିଘୋଡ଼ ନିଦରେ ଶୋଇଗଲା। ରାତି 1 ସରିଛି। କାନରେ ବାଜିଲା ଅତି ଶାନ୍ତ, ଧୀର, କ୍ଷୀଣ ସ୍ୱରଟି। ପୁଅ ତୋତେ ମନା କଲା ବୋଲି ସତରେ ଆସିବୁନି ନା? ନା ଅଭିମାନ କରୁଛୁ ମୋ ଉପରେ? ନାଇଁ ମୋ, ସେମିତି କଥା ନୁହେଁ। ଦେଖିବା ପାଇଁ ଭାରି ଇଚ୍ଛା। ତା ନ ହେଇଥିଲେ ଏମିତି କାନ୍ଦି ବୋବେଇ କହିନଥାନ୍ତି ଯେ। ଆଗ ଭଳି ଦେହରେ ଶକ୍ତି ନାହିଁ ରେ। ପାଦରେ ଚାଲିବା ପାଇଁ ବଳ ବି ପାଉନି। ତୁ ତ ସବୁଠି ଅଛୁ, ମୋତେ ଟିକେ ନେଇଗଲେ ହୁଅନ୍ତାନି? ଆସିବୁ? ହଉ, ରବିବାରକୁ ଆ, ମୁଁ ଅଛି। ରାତିର କଥା ଆଉ ସକାଳକୁ ନଥିଲା। ଚାରିଆଡ଼ ଖାଲି ବୁଢ଼ାକୁ କାଳିଆ କାଳିଆ ଦିଶିଲା। ଖୁସିରେ ପାଗଳ ପରିକା ହୋଇଗଲା। ପାଦ ବି ତଳେ ଲାଗୁନଥାଏ। ମୁହଁରେ ହସ ଗୁଣୁ ଗୁଣୁ ହେଉଥାଏ। ଏପଟେ ପୁଅ ବି ଜାଣି ସାରିଥିଲା କି ବାପା ଆଉ ରାଗି ନାହାନ୍ତି ଆମ ଉପରେ। ସେମାନେ ବାହାରି ପଡ଼ିଲେ ତାଙ୍କ ବାଟରେ। ଏଣିକି ବୁଢ଼ାଠେଇଁ ଆସିଲା ଶତସିଂହର ବଳ। କେହି ଜଣେ ଅନ୍ତର ଆତ୍ମା ଭିତରେ ସାହସ ଦେଉଥାଏ। କାନ୍ଧ ବ୍ୟାଗଟିଏ ଗଳେଇଲା ବୁଢ଼ା। ଏଥର ବାହାରିଲା ଶ୍ରୀକ୍ଷେତ୍ର। ମନରେ ଅସୀମ ସାହସ ଆଉ ଭରସା। ମୋ କାଳିଆକୁ ଦେଖିବି, ଆଜି ସବୁ କଥା କହିଦେବି ତାକୁ। କେହି ଜଣେ ତ ବାଟ କଢ଼େଇ ନେଉଥାଏ। 80-90 ବର୍ଷର ବୁଢ଼ା ଥର ଥର ହୋଇ ବାଟରେ ଚାଲୁଥାଏ। ଲୋକମାନେ ବଲ ବଲ ହୋଇ ଚାହିଁ ରହିଥାନ୍ତି। ସମସ୍ତେ ସ୍ତବ୍ଧ। ବୁଢ଼ା ଆସି ଗାଁ ବସ୍ଟା ଧରି ଯେତେବେଳେ ଆସିଛି, କଣ୍ଡକ୍ଟର ଭାଇ ଜଣକ ପଚାରିଛି, ମଉସା କୁଆଡ଼େ ଯିବ କି? ମଉସା ହସିକି କହୁଥାଏ, ମୋ ଜଗା ପାଖକୁ ମ, ସିଏ ପରା ଡାକିଛି ମୋତେ। ତୁ ଯିବୁନି କି? ଭାଇ ଜଣକ ଆଶ୍ଚର୍ଯ୍ୟ। ନିତି ଆମରି ଏଇ ବସ୍ଟା ପୋଡ଼ି ଯାଉଛି, ହେଲେ ଏମିତିକା ଭକ୍ତ କେବେ ଇଏ ଆଖି ଦେଖିନି। ମୁହଁରେ କାଳିଆର ନାଁ। ବୟସର ଅପରାହ୍ନରେ ହାର ମାନିନି ଭକ୍ତ ଜଣକ। ଆଚ୍ଛା ମଉସା, ସାଙ୍ଗରେ କିଏ ଅଛି ନା ଏକା ଯିବ ମୋ? ନାଇଁ ମ, ସିଏ ଡାକିଲା ଆଉ ମୁଁ ଚାଲି ଆସିଲି। ମଉସାର କଥାକୁ କେହି ନ ବୁଝିଲେ ମଧ୍ୟ କଣ୍ଡକ୍ଟର ଭାଇ ଜଣକ ଲୁହ ଛଳ ଛଳ ଆଖିରେ ସବୁ ବୁଝୁଥାଏ। ସୁଯୋଗଟିଏ ମିଳିଛି ମଣିମା, ତୁମ ଭକ୍ତର ସେବା ଟିକେ କରିବା ପାଇଁ। ହାତ ଧରି ନେଇ ମଝି ସିଟ୍ରେ ବସେଇଲା। ବ୍ୟାଗଟାକୁ ଯତ୍ନର ସହ ରଖିଲା। ବସ୍ରେ ଏତେ ଭିଡ଼ ନଥିଲା ସେଦିନ। ଯାହା ହଉ, କଥା ହେବା ପାଇଁ ସୁଯୋଗ ଟିକେ ମିଳିଲା। ଆଚ୍ଛା ମଉସା, ଫେରିବ କେତେବେଳେ ଯେ? ଆମ ଗାଡ଼ିଟା ନା ଶେଷ ଗାଡ଼ି, ସନ୍ଧ୍ୟା 6ଟାରେ ଛାଡ଼ୁଛି। ଯଦି କହିବ ମୁଁ ଅପେକ୍ଷା କରିବି, ସାଙ୍ଗ ହୋଇ ଆସିବା। ନାଇଁ ନାଇଁ, ସେ ମୋତେ ପାଖରେ ପାଇଲେ ଜମା ଛାଡ଼ିବନି। ମୋତେ ବେଳ କାହିଁ ଯେ? ସେ ବହୁତ ଦିନର କଥା। ସବୁ ସରିଲେ ତ ଆସିବି। ମୋତେ ଅନେଇବୁନି, ତୁ ଚାଲି ଆସିବୁ। ତୋର ବେପାର କଥା ଯେ। ଆଚ୍ଛା ମଉସା, ରହିବ କେଉଁଠି ଯେ? ଆରେ ପାଗଳାଟା କିରେ,
ଯାହାର ଦାଣ୍ଡ ବଡ଼, ଯାହାର ଦେଉଳ ବଡ଼, ଆଉ ଯିଏ ପୁଣି ବଡ଼ ଠାକୁର, ତା ଆଗରେ ଏଇ ବାଲିଗରଡ଼ା ପରିକା ଭକ୍ତଟିର ମୁଣ୍ଡ ଗୁଜିବା ପାଇଁ ଜାଗା ନାହିଁ। ତା ଛଡ଼ା ସିଏ ମୋତେ ଡାକିଛି, ମୁଁ କେମିତି ରହିବି, କେଉଁଠି ରହିବି, ସେ କଥା ସିଏ ବୁଝିବ। ଏତେ ଭାବିବାର କ'ଣ ଅଛି ଯେ? କଥା ନ ସରୁଣୁ ବସ୍ଷ୍ଟାଣ୍ଡ ଚାଲି ଆସିଲା। ବାକି କଥା ମନ ଭିତରେ ରହିଗଲା। କିରେ, ଟଙ୍କା ନେବୁନି କି? ମାଗୁନୁ ତ। ଥାଉ, ଟଙ୍କା ମୋର ଦରକାର ନାହିଁ। ଆରେ ରଖ, ମୁଁ ପେଟ ପାଟଣା କଥା। ତା ଛଡ଼ା ଆସିଲା ବେଳେ ସିଏ ବି ମୋତେ ବାଟ ଖର୍ଚ୍ଚକୁ ଦେଇଛି। ମୁଁ ଏବେ ଆସୁଛି, ମୋତେ ସିଏ ଅପେକ୍ଷା କରିଥିବ ଯେ। କିଛି କ୍ଷଣ ପାଇଁ ହଉ ପଛେ କଣ୍ଡକ୍ଟର ଭାଇ ଜଣକ ଭୁଲି ସାରିଥିଲା କି ସେ ଜଣେ ଗାଡ଼ିର କଣ୍ଡକ୍ଟର ବୋଲି। ତା ମୁଣ୍ଡରେ ଏତେ ବଡ଼ ଦାୟିତ୍ୱ ଅଛି ବୋଲି। ଶେଷରେ ହାତ ଯୋଡ଼ି ଦେଇ କହିଲା, ହେ ମଣିମା, ହେ କଳା ଗୋସାଇଁ, ହେ ଅନାଥର ନାଥ, କୋଟି କୈବଲ୍ୟ ନାଥ, ହେ ବଳିଆର ଭୁଜ। ନିଷ୍କପଟ ମଣିଷଟାଏ। ନା ତା ମନରେ ଲୋଭ ଅଛି, ନା ମୋହ, ନା ମାୟା, ନା ଅହଙ୍କାର ବସା ବାନ୍ଧିଛି। ହୃଦୟରୁ ତୁମକୁ ଭଲ ପାଇ ବସିଛି ସେ। କେବେ ତାକୁ ଅଣଦେଖା କରିବନି। ଯଦି ଝୁଣ୍ଟି ପଡ଼େ ନା, ତାକୁ ଟିକେ କୋଳେଇ ନେବ। ସତରେ ତୁମ ଭଲ ପାଇବା ଏମିତିକା ନା, ଆସିକି ବୁଢ଼ା ହେଲାଣି ବୟସର ଅପରାହ୍ନରେ ତୁମକୁ ଭୁଲିନି ସେ। ଜାଣିଛ, ପ୍ରତି ମୁହୂର୍ତ୍ତରେ ତୁମେ ମନେ ପଡ଼ୁଛ ତାର। ସତ କହିଲ, ତମେ ତାକୁ ଗୁଣି କରିଛ ନା? ହଉ ମୁଁ, ତୁମେ ଭଗବାନ ଆଉ ଭକ୍ତଙ୍କ ମଝିରେ ପ୍ରଶ୍ନ ଉଠାଇବାକୁ ମୁଝାର ମଣିଷଟାଏ କିଏ ଯେ? ହଉ ମଣିମା, ଭୁଲ ଥିଲେ କ୍ଷମା କରିବେ। ବୁଢ଼ା ଭକ୍ତଟାଏ ତୁମକୁ ଲାଗିଲା। ଆସୁଛି ଏବେ। ଏପଟେ ପୁଅ ବୋହୂ ବାପ ଘରେ ପାଖାପାଖି 2-4 ଦିନ ରହିଲେ। ଫେରିକି ଦେଖନ୍ତି ତ ବାବା ତାଙ୍କର ନାହାନ୍ତି। ସାହି ପଡ଼ିଶାଙ୍କୁ ପଚାରିଲେ। ସମସ୍ତେ କହିଲେ, ବୁଢ଼ା ଲୋକଟାଏ, କିଛି ବି ଖାଇନଥିଲା। କୁଆଡ଼େ ଯେ ମନ ହେଲା ଏ ବାଟେ ବାଟେ ଚାଲି ଯାଇଛି। ବହୁ ଖୋଜାଖୋଜି କଲେ, କେଉଁଠି ବି ପାଇଲେନି। ସେତେବେଳକୁ ପୁଅ କିନ୍ତୁ ସବୁ ବୁଝି ସାରିଥିଲା। ଆଜି ଆମ 2 ଜଣଙ୍କ ପାଇଁ ବାବା ଘର ଛାଡ଼ି ଚାଲିଗଲେ। ମୋ ଅଜଣାତରେ ସ୍ତ୍ରୀ ମୋର ତାଙ୍କୁ କେତେ ଅପମାନ କରିଛି, କେତେ ଅତ୍ୟାଚାର କରିଛି। ବାପା କ୍ଷମା କରିଦେବ ମୋତେ। କେଉଁଠି ବି ପାଇଲେନି। ଯେତେବେଳେ ବସ୍ଷ୍ଟାଣ୍ଡକୁ ଆସନ୍ତି ସେଇ କଣ୍ଡକ୍ଟର ଭାଇ ଜଣକ, ସେ ଭାଇଙ୍କୁ ଦେଖି ସବୁ କଥା କହିଲା। ହଁ, ତୁମରି ବାପା ଭାରି ଭଲ ମଣିଷଟାଏ। ମହାପ୍ରଭୁଙ୍କର ପରମ ଭକ୍ତ ସିଏ। ହଁ, ସେ ଗୋଟେ କଥା କହୁଥିଲେ, ମହାପ୍ରଭୁ ତାଙ୍କୁ ଡାକି ନେଇଛନ୍ତି। ମୋ ମନ କହୁଛି ସେ ସେଇ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଅଛନ୍ତି, ଆଉ କୁଆଡ଼େ ବି ଯାଇନଥିବେ। ଆସ, ମୁଁ ନେଇ ଛାଡ଼ିଦେବି। ଏଥର ପୁଅ ବୋହୂ ଦିଏ ଆଉ ଡେରି ନ କରି ସେ ବସ୍ରେ ଚାଲିଗଲେ। ହାତ ଯୋଡ଼ି ଦେଇ କହୁଥାନ୍ତି, ମଣିମା ମହାପ୍ରଭୁ, ବାବାଙ୍କର ଯେମିତି କିଛି ନ ହେଇଥାଉ। ସେ ସେଇଠି ଥାଆନ୍ତୁ ଆମେ ପହଞ୍ଚିବା ପର୍ଯ୍ୟନ୍ତ। ହଁ, ସେଦିନ ସେୟା ହିଁ ଘଟିଲା। ପୁଅ ବୋହୂ ଦିଏ ବଡ଼ଦାଣ୍ଡରେ ବହୁତ ଖୋଜିଲେ, କେଉଁଠି ବି ପାଇଲେନି। ଅପେକ୍ଷାରେ ଥାଆନ୍ତି କେତେବେଳେ ବାପା ମିଳିବେ। ସଞ୍ଜ ବୁଡ଼ ହୋଇ ଆସୁଥାଏ। ପତାକା ପରିବର୍ତ୍ତନ ବି ହେଉଥାଏ। ଭକ୍ତମାନଙ୍କ ହରିବୋଲ ହୁଳହୁଳିରେ ଫାଟି ପଡ଼ୁଥାଏ ବଡ଼ଦାଣ୍ଡ। ଏହି ସମୟ ଭିତରେ ହାତରେ ଛୋଟ ଅବଢ଼ା କୁଡ଼ିଆଟିଏ ଧରି ଭିଡ଼ ଭିତରୁ ବାହାରିଲେ ତାଙ୍କରି ବାପା। 2 ଜଣ ଯାକ ଯାଇ ବାପାଙ୍କ ପାଦ ତଳେ ପଡ଼ିଗଲେ। ବାପା ଉଠେଇକି କହୁଥାନ୍ତି, ନାଇଁରେ, ବଡ଼ ଠାକୁର ସିଏ। କ୍ଷମା ମାଗିବାର ଅଛି, ତାକୁ ଟିକେ କ୍ଷମା ମାଗ। ମୁଁ ତ କେବେଠାରୁ କ୍ଷମା କରିଦେଇଛି। ଏଣିକି ପୁଅ ବୋଉ କହୁଥାନ୍ତି, ବାପା ଚାଲ ଘରକୁ ଯିବା। ନାଇଁ ମୁଁ ଆଉ ଯିବାକୁ ଇଚ୍ଛା ନାହିଁ। ସିଏ ପରା ଡାକିଛି। ଦେଖୁଛୁ ତ, ଏଇଠି ଥିଲା ସିଏ। କୁଆଡ଼େ ଯେ ଯାଇଛି ମୋତେ ବସେଇକି, ମୁଁ ଜାଣିନି। ଆସୁ ସିଏ, ଯଦି ସିଏ କୁହେ ତାହେଲେ ଯିବି। କ'ଣ ମୋ ବାପା, କାହା କଥା କହୁଛ? କିଏ ଆଉ? ମୋ କାଳିଆ। ତମେ ଗଲା ପରେ ନା ମୋ ହାତ ଧରି ଭିଡ଼ି ଆଣିଲା ସିଏ। ପୁଅ ବୋହୂ କିନ୍ତୁ ଆଶ୍ଚର୍ଯ୍ୟ ହେଉଥାନ୍ତି। ଯେଉଁ ଲୋକଟାକୁ ଭୁଲ ବୁଝିକି ଅନେକ ଦିନ ହେବ ଦୁଃଖ ଦେଇଛୁ, ଯନ୍ତ୍ରଣା ଦେଇଛୁ, ଆଜି ତାଙ୍କ ପ୍ରତି ତାର ଏତେ ଭଲ ପାଇବା। କିଛି ବୁଝିପାରୁନଥାନ୍ତି। ଶେଷରେ ବାପା ଏତକ କହିଲେ, ବୁଝିଲୁ, ତୋତେ ବି ଏଇ ବଡ଼ ଦାଣ୍ଡରୁ ମୁଁ ନେଇଥିଲି। ସତ କଥାରେ ତୋ ମା ଚାଲିଗଲା ପରେ ଏଇ ବଡ଼ ଦାଣ୍ଡକୁ ଆସିଥିଲି। କାଳିଆ ପାଖରେ କେତେ ଅଭିମାନ କରିଥିଲି, ଗାଳି ଦେଇଥିଲି ତାକୁ।
ଫେରିଲା ବେଳେ ନା ଏଇ ବଡ଼ ଦାଣ୍ଡରେ ଏମିତି ବସିକି କାନ୍ଦୁଥିଲୁ ତୁ। ସେଇଠୁ ତୋତେ ଉଠେଇ ନେଇଥିଲି। ଏ କଥା ଶୁଣିଲା ବେଳକୁ ପୁଅ ବୋହୂଙ୍କ ଆଖିରୁ ନା ଧାର ଧାର ଲୁହ ଛାଟି ଯାଉଥାଏ। ସତରେ ବାପା, ଦେବତା ପରିକା ଲୋକ ତମେ। ଆମେ ତମକୁ କେତେ କଷ୍ଟ ଦେଇଛୁ। ତମେ ଯଦି କ୍ଷମା କରିବନି ନା, ଆମକୁ ନର୍କରେ ବି ଜାଗା ମିଳିବନି। ନାଇଁରେ ମୋ ବାପାଟା ପରା, ସେମିତି ଜମା କହନି। କ୍ଷମା କରିବାକୁ ମୁଁ କିଏ ଯେ? ଆଗରୁ ତୋତେ ଯେମିତି ଭଲ ପାଉଥିଲି, ଯେମିତି ଶ୍ରଦ୍ଧା କରୁଥିଲି, ଆଜି ବି ସେମିତି। ସତ କହୁଛି, ମୋ କାଳିଆ ସାକ୍ଷୀ ଅଛି, ତୋ ଉପରେ ରାଗିନି। କଥାଟିଏ କହିବି ରଖିବୁ? ଘରକୁ ଏକା ଯିବିନି। ଯଦି ନେବାର ଅଛି ମୋ କାଳିଆକୁ ବି ନେଇ ଚାଲ। ବାପା, କୋଉ କାଳିଆକୁ ନେବା ଯେ? ସେ ତ ମନ୍ଦିର ଭିତରେ, ତାଙ୍କୁ କ'ଣ ଆମେ ନେଇପାରିବା? ତା ଛଡ଼ା ସେ ତ ଅଚଳ ମେରୁ। ତାଙ୍କୁ କିଏ ନେବ ଯେ? ତାଙ୍କୁ ନେବା ତ ଦୂରର କଥା, ତାଙ୍କ କଥା କହିବା ପାଇଁ ସାହସ ବି ପାଉନି ମୋର। ନାଇଁରେ, ସେ ଯିବ। ତାକୁ ସେତିକି ଭାବରେ ଡାକିଲେ ସେ ସାଙ୍ଗରେ ଯିବ। ତାକୁ ଯେତିକି ଭଲ ପାଇଲେ ସେ ବି ତ ମୋ କଥା ମାନିବ। ଏ ଦେଖୁଛୁ ତ, ଆସିବା ଦିନଠାରୁ ମୋ ପାଖେ ପାଖେ ଅଛି। ଏତକ କହି ବାପା ବ୍ୟାଗ୍ ଭିତରୁ ମହାପ୍ରଭୁଙ୍କର ମୂର୍ତ୍ତିଟିଏ ବାହାର କଲେ, ବୋହୂକୁ ଦେଲେ। ବୁଝିଲୁ, ଆଜିଠାରୁ ମୋ କାଳିଆ ତୋତେ ଲାଗିଲା। ଏଥର ବୋହୂଟି ଲୁହ ଛଳ ଛଳ ଆଖିରେ ମହାପ୍ରଭୁଙ୍କୁ କୋଳେଇ ନେଲା। ସେ ବୁଝି ସାରିଥିଲା ମହାପ୍ରଭୁ କେତେ ଭଲ ପାଆନ୍ତି ବାପାଙ୍କୁ। ଏଣିକି ସପରିବାର ମୁହଁରେ ହସ। ସମସ୍ତେ ଖୁସି ହେଲେ। ଯାହା ହଉ, ମହାପ୍ରଭୁଙ୍କ ପାଇଁ ସମସ୍ତେ ଏବେ ଖୁସିରେ। ଶେଷରେ ମଉସା ଏତକ କହିଲେ, ବୁଝିଲ, ଶୁଣିଛି ମହାପ୍ରଭୁଙ୍କର ଡୋରି ନ ଲାଗିଲେ କେହି କେବେ ଶ୍ରୀକ୍ଷେତ୍ର ଆସିପାରେ ନା। ହଁ, ହୁଏତ ଏଇଟା ସତ କଥା ହୋଇପାରେ, କିନ୍ତୁ ଭକ୍ତଟିଏ ଯଦି ଆକୁଳ ହୋଇ ଡାକେ, ବିକଳ ହୋଇ ଡାକେ, ଯଦି ତାର ଆସିବା ପାଇଁ ଇଚ୍ଛା ଥାଏ, ଡୋରି ଯେ କେମିତି ଲାଗେ ସେ କଥା କେବଳ ଭକ୍ତ ଆଉ ଭଗବାନଙ୍କୁ ଜଣା। ଧନ୍ୟ ମହାପ୍ରଭୁ, ଧନ୍ୟ ତୁମ କରୁଣା। ଏ ଅଧମକୁ ଛୋଟ ଶକ୍ତିଟିଏ ଦେଇଛ ତୁମ କଥା କହିବା ପାଇଁ। ନମସ୍କାର। ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ, କ୍ଷମା କରିବାକୁ ଅନୁରୋଧ। ଜୟ ଜଗନ୍ନାଥ।